ସମସ୍ତଙ୍କୁ ନମସ୍କାର। ଆଜିର ବିଷୟବସ୍ତୁ ହେଲା ହାର ମାନିବା ଅର୍ଥାତ୍ ହାରିଯିବା। ହାର ମାନିବା ହେଉଛି ଏକ ଅପରାଧ। କାରଣ ଆମ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଅନ୍ତର୍ନିହିତ ଶକ୍ତିକୁ ଆମେ କମ୍ ବ୍ୟବହାର କରି ହାରିଯିବା ହେଉଛି ହାର ମାନିବା ସଙ୍ଗେ ସମାନ। ଈଶ୍ୱରଙ୍କ ପ୍ରଦତ୍ତ ଜ୍ଞାନକୁ ବିନିଯୋଗ ନ କରି ସ୍ୱୀକାର କରିଦେବା ବା ଆମର ଯେଉଁ ସଫଳତା ସ୍ଥାନରେ ପହଞ୍ଚିବା ଲକ୍ଷ୍ୟ ଥାଏ ତାଠୁ କମ୍ ସଫଳତା ସ୍ଥାନରେ ବା ନିମ୍ନ ସ୍ତରରେ ପହଞ୍ଚି ନିଜକୁ ନିଜେ ଚଳେଇ ନେବା ଭଳି ମନୋଭାବ କରିବାକୁ ଆମେ ହାର ମାନିବା କହିଥାଉ। ହାର ମାନିବା ଅର୍ଥ ଈଶ୍ୱରଙ୍କୁ ଅବମାନନା କରିବା କହିଲେ ଭୁଲ ହେବ ନାହିଁ। ଏହା ଈଶ୍ୱରଙ୍କୁ ଅପମାନିତ କରିବା ବି କହିବା ଠିକ୍ ହେବ। କାରଣ ଈଶ୍ୱର ମନୁଷ୍ୟକୁ ଯେଉଁ ଜନ୍ମ ଦେଇଛନ୍ତି ତା ଭିତରେ ଅସରନ୍ତି ଶକ୍ତିର ଉତ୍ସ ଏବଂ ବିଭିନ୍ନ ଦକ୍ଷତା ଯୋଡ଼ି ଦେଇ ଏ ସଂସାରକୁ ଛାଡ଼ିଛନ୍ତି। ପ୍ରତ୍ୟେକ ମଣିଷର ଦକ୍ଷତା ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଅଟେ। ସମସ୍ତେ ଗୋଟିଏ ପ୍ରକାର କାର୍ଯ୍ୟ କରିବା ପାଇଁ ଦକ୍ଷ ନୁହନ୍ତି। କାହାକୁ କେଉଁ ପ୍ରକାର ଶକ୍ତି ଦିଆଯାଇଛି, ଉକ୍ତ ଶକ୍ତିକୁ ବୁଝି ବିନିଯୋଗ କରି ନିଜର ଲକ୍ଷ୍ୟ ସାଧନ ପାଇଁ ସମସ୍ତ ପ୍ରକାର ଆପ୍ରାଣ ଉଦ୍ୟମ କରି ସଫଳତା ସ୍ଥାନରେ ପହଞ୍ଚିବା ଉଚିତ। ନିଜ ଚିନ୍ତାଧାରା ମିଶୁଥିବା ବ୍ୟକ୍ତି ବା ନିଜ ସମକକ୍ଷ ବ୍ୟକ୍ତି ସହିତ ଯଦି ଆମେ ମିଳିତ ବା ସହଯୋଗ ହୋଇ କାର୍ଯ୍ୟ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ଆମର ସଫଳତା ସ୍ଥାନରେ ପହଞ୍ଚିବା। ଦେଖାଯାଏ ଅଧିକାଂଶ କ୍ଷେତ୍ରରେ ଯେଉଁମାନେ ବିଫଳତାକୁ ଚାଖିଛନ୍ତି ବା ସଫଳତା ପାଇବା ତାଙ୍କ ପାଇଁ କଷ୍ଟ ହେଇଛି, ସେମାନେ ନିଶ୍ଚିତ ଭାବରେ କୁହାଯିବ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ପାରିନାହାନ୍ତି ବା ଯଦିଓ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନିଛନ୍ତି ସେମାନେ ତାହାକୁ ଠିକ୍ ଭାବରେ ଉପଯୋଗ କରିନାହାନ୍ତି। ଯାହା ପାଇବା କଥା ତାହାଠାରୁ କମ୍ ଉପଲବ୍ଧିରେ ସେମାନେ ଚଳାଇ ନେଇଯାଇଛନ୍ତି ବା ସେତିକିରେ ସେମାନେ ମୋ ଭାଗ୍ୟରେ ଥିଲା କହି ମନକୁ ବୁଝେଇ ନେଇଯାଇଛନ୍ତି। ଯଦି ଆମ ଭିତରେ ଥିବା ମହାନ ପ୍ରଚଣ୍ଡ ଶକ୍ତି, ଆମ ଭିତରେ ଥିବା ମହାନ ଗୁଣକୁ ଆମେ ବିନିଯୋଗ କରିବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତି ଆପଣାଇ ସମାଜକୁ ବିଶ୍ଳେଷଣ କରି ଚିନ୍ତନ କରି କେଉଁ କାର୍ଯ୍ୟ ପାଇଁ ମୁଁ ଉପଯୁକ୍ତ ସେହି ଦିଗରେ ପ୍ରଥମେ ସ୍ଥିରୀକୃତ କରି ଅଗ୍ରସର ହେବା, ନିଶ୍ଚିତ ଭାବରେ ହାର ମାନିବା ନାହିଁ। ଉଦାହରଣ ସ୍ୱରୂପ ଗୋଟିଏ ପିଲାର ଯଦି କଳାରେ ରୁଚି ବା ଦକ୍ଷତା ଥାଏ ତାହାକୁ କଳା ବା ଆନୁଷଙ୍ଗିକ ପାଠରେ ନାମ ଲେଖିବା ଉଚିତ। କିନ୍ତୁ ଦେଖାଯାଏ ବାପା ମା ମାନେ ପିଲାର ବିଜ୍ଞାନ ଗଣିତ ଭଲ ହେଉନଥିଲେ ବି ତାହାକୁ ବିଜ୍ଞାନ ଗଣିତରେ ନାମ ଲେଖାଇଥାନ୍ତି। କାରଣ ପିଲା ବିଜ୍ଞାନ ପଢ଼ିବା ଦ୍ୱାରା ତାଙ୍କର ସମାଜରେ ସମ୍ମାନ ବଢ଼ିବ ଏବଂ ସେ କିଛି ଅଧିକ ରୋଜଗାର କରିବ ବୋଲି ଭାବନ୍ତି। କିଛି କ୍ଷେତ୍ରରେ ଦେଖାଯାଏ ଜୋର ଜବରଦସ୍ତି ବିଜ୍ଞାନରେ ନାମ ଲେଖାଇ କିଛିଟା ମାତ୍ର ପିଲା ସଫଳତା ପ୍ରାପ୍ତ ହୁଅନ୍ତି, କିନ୍ତୁ ଅଧିକାଂଶ ପିଲା ବିଫଳ ହୋଇଥାନ୍ତି। ଯଦିଓ ସଫଳ ହୁଅନ୍ତି ସେମାନଙ୍କର ମାନସିକ ଶାନ୍ତି ନଥାଏ। ଯେଉଁ ପିଲାର ବିଜ୍ଞାନରେ ରୁଚି ଥିବ ସେ ବିଜ୍ଞାନ ପଢ଼ିବା ଉଚିତ, ଯାହାର କଳାରେ ରୁଚି ଥିବ ସେ କଳା ପଢ଼ିବା ଉଚିତ ବା ଯେଉଁଥିରେ ଯାହାର ଦକ୍ଷତା ଅଛି, କେବଳ ରୁଚି କହିଲେ ହେବନି, ସମାଜରେ ତାହାକୁ ବିନିଯୋଗ କରି କେମିତି ରୋଜଗାର କରିପାରିବ, ବଞ୍ଚିପାରିବ ତାକୁ ବି ଧ୍ୟାନ ଦେବା ଉଚିତ। ଅନ୍ୟ ଏକ ଉଦାହରଣ ନିଆଯାଇପାରେ। କିଛି ପିଲାଙ୍କର ପାଠ ପଢ଼ିବାରେ ରୁଚି ନଥାଏ ବା ସେମାନଙ୍କର ପାଠ ହିଁ ହେଉନଥାଏ। ଏହା ତାଙ୍କର ଈଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ହୁଏତ କମ୍ ହୋଇଥାଇପାରେ। ତେଣୁ ଯେଉଁମାନେ ପାଠ ପ୍ରତି ରୁଚି ରଖନ୍ତି ନାହିଁ କିମ୍ବା ସେମାନଙ୍କର ପାଠ କେତେ ପଢ଼ିଲେ ବି ହେଉନଥାଏ, ସେମାନଙ୍କୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯେପରିକି ଦଶମ କିମ୍ବା ଦ୍ୱାଦଶ କିମ୍ବା ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ାଇ ତୁରନ୍ତ ରୋଜଗାର ପାଇଁ ତାଙ୍କର ରାସ୍ତା ତାଙ୍କୁ ଜୁଟାଇ ଦେବା ଉଚିତ। କାରଣ ସେହି ଧରଣର ପିଲାମାନେ ଯଦି ଦୀର୍ଘ ସମୟ ଧରି ପାଠ ପଢ଼ନ୍ତି, ପାଠର ରୁଚି ନଥାଏ, ତାହେଲେ ସେମାନେ ବାଟବଣା ହୋଇଯାଆନ୍ତି, ବାଟରୁ ଅବାଟକୁ ଚାଲିଯାଆନ୍ତି। ଏଇଭଳି ଅବାଟକୁ ଚାଲିଯାଆନ୍ତି, ସେମାନଙ୍କୁ ବାପା ମା ଜୀବନ ସାରା ନିୟନ୍ତ୍ରଣ କରିପାରିନଥାନ୍ତି। ସଂସ୍କାର ହେଉଛି ଏବଂ ଶିକ୍ଷା ହେଉଛି ଜୀବନର ପରମ ଧର୍ମ
ଯାହାକୁ ଆମେ ବ୍ୟବହାର କରି ସନ୍ତୁଳିତ ଜୀବନ ବିତାଇ ପାରିବା। ଅନେକ ବ୍ୟକ୍ତି ଅଛନ୍ତି, ସେମାନେ ନିଜର ଶକ୍ତି ସାମର୍ଥ୍ୟକୁ ବିନିଯୋଗ କରି ଉଚ୍ଚ ସ୍ତରରେ ପହଞ୍ଚି ପାରନ୍ତି, କିନ୍ତୁ ଉକ୍ତ ସଫଳତାକୁ ସେମାନେ ଠିକ୍ ବିନିଯୋଗ କରିପାରନ୍ତି ନାହିଁ। ପୁନର୍ବାର ବିଫଳରେ ତାହା ପରିଣତ ହୁଏ, କାରଣ ସେମାନଙ୍କ ଚତୁଃପାର୍ଶ୍ୱରେ ଘେରି ରହିଥିବା କୁସଂସ୍କାର, ଅନ୍ଧବିଶ୍ୱାସ, ଈର୍ଷା, ବିଶ୍ୱାସଘାତକତା, ପରଶ୍ରୀକାତରତାକୁ ସେମାନେ ଦେଖିପାରନ୍ତି ନାହିଁ, ବା ଜାଣୁଥିଲେ ମଧ୍ୟ ଅତି ସହଜରେ ସରଳତା ଭଦ୍ରତା ଦୃଷ୍ଟିରୁ ବିଶ୍ୱାସକୁ ନେଇ ତାହାର ଶିକାର ହୋଇଥାନ୍ତି। ତେଣୁ ଆମକୁ ଆମ ଭିତରେ ଥିବା ସମସ୍ତ ଶକ୍ତି ସାମର୍ଥ୍ୟ ବ୍ୟବହାର କରି ଆମର ଯେତିକି ପ୍ରାପ୍ୟ ସେତିକି ପାଇଁ ଆପ୍ରାଣ ଉଦ୍ୟମ ଚେଷ୍ଟା କରି ସେହି ସ୍ଥାନରେ ପହଞ୍ଚିବା ପାଇଁ ଦିନ ରାତି ଏକ କରିବା ଉଚିତ। ଯଦି ଆମେ ଆମର ଦକ୍ଷତା ବା ଯୋଗ୍ୟତା ଯେତିକି ଉଚିତ ସେତିକି ଜାଗାରେ ପହଞ୍ଚି ପାରୁନାହାନ୍ତି, ତାହେଲେ ସେଇଠି ଅଟକି ଯିବା ଉଚିତ, ବିଶ୍ରାମ ନେବା ଉଚିତ, ରହିଯିବା ଉଚିତ ଏବଂ ରାସ୍ତା ପରିବର୍ତ୍ତନ କରିବା ଦରକାର, କିମ୍ବା ସେଇଠି ସେତିକି ରହିଯିବା ଉଚିତ। କିନ୍ତୁ ପ୍ରାପ୍ୟ ଠାରୁ ବା ଯୋଗ୍ୟତା ଠାରୁ କମରେ ସନ୍ତୁଷ୍ଟି ହୋଇ ପରବର୍ତ୍ତୀ ସମୟରେ ମାନସିକ ଅବସାଦ ଆଡ଼କୁ ଯିବା ଏକ ବିରାଟ ଭୁଲ ଅଟେ। ଏଠାରେ ଏକ ଉଦାହରଣ ନିଆଯାଉ। ଗୋଟିଏ ମେଧାବୀ ପିଲାର ଭଲ ପାଠ ହେଉଥିବା ବେଳେ ସେ ଯଦି ଗୋଟିଏ ଛୋଟିଆ ଚାକିରିଟିଏ ମିଳିଯାଏ, ଯେପରିକି ଭାରତୀୟ ନେଭିରେ ହେଉ କିମ୍ବା ପ୍ରାଥମିକ ଶିକ୍ଷକ ହେଉ, ସେଥିରେ ସେ ସନ୍ତୁଷ୍ଟ ହୋଇ ସରକାରୀ ଚାକିରି ନାଁରେ ଯୋଗଦାନ କରନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଯାଏ ସେହି ପିଲାଠାରୁ କମ ପାଠ ପଢ଼ୁଥିବା ବା କମ ମେଧାବୀ ଥିବା ପିଲା ସମୟକୁ ଅପେକ୍ଷା କରି ଏବଂ ସୁବିନିଯୋଗ କରି ସେ ଯଦି ଡାକ୍ତରଟିଏ, ଇଞ୍ଜିନିୟରଟିଏ କିମ୍ବା ଗୋଟେ IAS ଅଫିସର କିମ୍ବା ଗୋଟେ OAS ଅଫିସର କିମ୍ବା ଏକ ରାଜନୈତିକ ବ୍ୟକ୍ତି ଭାବରେ ସମାଜରେ ପ୍ରତିଷ୍ଠା ଲାଭ କରେ, ସେତେବେଳେ ମେଧାବୀ ପିଲାଟିଏ ମାନସିକ ଅବସାଦ ଆଡ଼କୁ ଚାଲି ଯାଇଥାଏ ଏବଂ ନିଜକୁ ନିଜେ ଦୁଃଖ ଅନୁଭବ କରି ଜୀବନ ସାରା ମାନସିକ ସନ୍ତୁଳନ ରକ୍ଷା କରିପାରେ ନାହିଁ। ଅନ୍ୟ ଏକ ଉଦାହରଣ ନିଆଯାଉ ଯେ ଅନେକ ପିଲା ନିଜର ଥିବା ଶକ୍ତି ସାମର୍ଥ୍ୟକୁ ବାସ୍ତବରେ ହିଁ ବୁଝିପାରନ୍ତି ନାହିଁ। ଯେଉଁମାନେ ସବୁ ନିମ୍ନ ସ୍ତରରେ ବା ଗରିବ ଘରେ ଅବହେଳିତ ପରିବାରରେ ଜନ୍ମ ହୋଇଛନ୍ତି, ତାଙ୍କୁ ଈଶ୍ୱର ବହୁତ ଶକ୍ତି ସାମର୍ଥ୍ୟ ଦେଇଥାନ୍ତି। ଆଜିକାଲି ଦେଖାଯାଏ ଚଳିତ ବା ବିଭିନ୍ନ ପରୀକ୍ଷାରେ ପ୍ରାୟ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଗରିବ ଘରର ପିଲାମାନେ ହିଁ ଶ୍ରେଷ୍ଠ ସ୍ଥାନ ଅଧିକାର କରନ୍ତି, ଭଲ ମାର୍କ ରଖନ୍ତି, କିନ୍ତୁ ସେମାନେ ସଫଳତାରେ ଯେତିକି ଚାଖିବା କଥା ସେତିକି ଚାଖି ନପାରି ତାଠୁ କମ୍ ପାଠ ପଢ଼ୁଥିବା ଏବଂ ବିଶୃଙ୍ଖଳିତ ପିଲାମାନେ, ଯେଉଁମାନେ ବିଶେଷ କରିକି ବଡ଼ ବଡ଼ ପରିବାରରେ ଜନ୍ମ ହୋଇଥାନ୍ତି, ସମ୍ଭ୍ରାନ୍ତ ସମ୍ପନ୍ନ ଘରେ ଜନ୍ମ ହୋଇଥାନ୍ତି, ସେମାନେ ଏମାନଙ୍କୁ ଅତିକ୍ରମ କରି ଆଗକୁ ଚାଲି ଯାଇଥାନ୍ତି। କାରଣ ଏହି ଅବହେଳିତ ଗରିବ ପରିବାରର ପିଲାମାନଙ୍କର ଗୋଟିଏ ମାତ୍ର ଭୁଲ ହେଲା ଅବୈଜ୍ଞାନିକ ଚିନ୍ତାଧାରା, ଅଳ୍ପରେ ସନ୍ତୁଷ୍ଟି, ଖରାପ ପରିବେଶରେ ବସବାସ କରିବା ଏବଂ ଭୁଲ ପରାମର୍ଶଦାତାଙ୍କର ପରାମର୍ଶ ଗ୍ରହଣ କରିବା ଏବଂ ନିଜ ଭିତରେ ଥିବା ଶକ୍ତିକୁ ଠାରୁ କମରେ ହାର ମାନିଯିବା। ତେଣୁ ସମସ୍ତଙ୍କ ଅନୁରୋଧ, ଈଶ୍ୱରଙ୍କୁ ପ୍ରତ୍ୟହ ପୂଜା ପ୍ରାର୍ଥନା କରି, ଯୋଗ ବ୍ୟାୟାମ ଏବଂ ଧ୍ୟାନ କରି, ସୁଷମ ଖାଦ୍ୟ ଖାଇ, ବୈଜ୍ଞାନିକ ପଦ୍ଧତି ଆପଣାଇ ଯଦି ଆମର ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିବେ, ଆମର ଦକ୍ଷତା ଏବଂ ଯୋଗ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିବା ଭାବି ଚେଷ୍ଟା କରିବା, ନିଶ୍ଚିତ ଭାବରେ ଉନ୍ନତି ହେଇପାରିବ। ଯଦି ତାହା ଆମେ ପହଞ୍ଚି ପାରୁନାହାନ୍ତି, ତାହେଲେ ଅଟକି ଯିବା ଉଚିତ, କିନ୍ତୁ ଅଳ୍ପରେ ବା ଯୋଗ୍ୟତା ଠାରୁ କମ ପ୍ରାପ୍ୟରେ ସନ୍ତୁଷ୍ଟି ହୋଇ ପରବର୍ତ୍ତୀ ଜୀବନକୁ ଅସନ୍ତୋଷ ପ୍ରକାଶ କରିବା ବା ମାନସିକ ଅବସାଦର ଶିକାର ହେବା ଠିକ ନୁହେଁ। ସମସ୍ତଙ୍କୁ ଧନ୍ୟବାଦ। ମୁଁ ଡକ୍ଟର ଅଶ୍ୱିନୀ କୁମାର ରାଉତ, ସହକାରୀ ପ୍ରଫେସର, ଗଣିତ ବିଭାଗ।